ଗତକାଲି ଠିକ୍ ଦର୍ଶନ ପରେ ପରେ ହିଁ ପ୍ରବଳ ବର୍ଷା ହେଲା। ତେଣୁ ମୁଁ ପ୍ରଥମେ ବସ୍ରେ ଆଉ ତାପରେ ଆସି ଅଟୋରେ ଘରେ ପହଞ୍ଚିଲି। କି ଲାଇଟ୍ ଅଟୋରେ ଲଗେଇଥିଲେ କେଜାଣି ମୁଁ ପୁରା ନୀଳବର୍ଣ୍ଣ ଶୃଗାଳ ହୋଇଯାଇଥିଲି। କାଲିର ମେଘ ପବନରୁ ଆମର ରାତିରେ ଲାଇନ୍ ନଥିଲା। ମୁଁ ଆଉ ଲୁଗାପଟା ନ ବଦଳେଇ ସେମିତି ପଡ଼ିଯାଇଥିଲି। ସକାଳୁ ଉଠି ଫୁଲ ଗୁନ୍ଥିବାରେ ଲାଗି ପଡ଼ିଲି। ଆଉ ମନେ ମନେ ଭାବୁଥିଲି, ସତରେ କାଳିଆକୁ ଦର୍ଶନ କରିଥିବା ଲୁଗା ଖଣ୍ଡକ ବି ବଦଳେଇ ଦେବାକୁ ମୋତେ ଇଚ୍ଛା ହୁଏନି। ମୋତେ ଲାଗେ ଏମିତି ମୋତେ ମୋ କାଳିଆ ଦେଖିଥିଲା। କେଉଁଠି ଦେଖିଲେ କାଳେ ମନେ ପଡ଼ିଯିବ, ହଁ ହଁ ଏଇ ପୁରା ସେଇ ଲୋଭରେ ମୁଁ ସେଇ ଲୁଗା ପିନ୍ଧିକି ଅନେକ ସମୟ ରହିବାକୁ ଭଲ ପାଏ। ହେଲେ ଆଉ କେତେବେଳେ ରହିବି? ଗାଧେଇ ପାଧେଇ ବାହାରିଲା ବେଳକୁ ପିଲାମାନେ ସବୁ ସ୍କୁଲ ବାହାରୁଥିଲେ। ପିଲାମାନଙ୍କର ସ୍କୁଲ ଯିବା ଦୃଶ୍ୟ ଦେଖିଲେ ମୋ ମନଟା କ'ଣ ହେଇଯାଏ। ମୋର ସମଗ୍ର ପରିବାରର ଭବିଷ୍ୟତ ଏମିତି ରାତି ପାହିଲେ ସ୍କୁଲକୁ ଯାଉଛନ୍ତି। ସେମାନେ ଆମର ଆଶା ଭରସା ସବୁକିଛି। ଗୋଟିଏ ସ୍କୁଲରେ 5 ଭାଇ ଭଉଣୀ ପଢ଼ୁଛନ୍ତି। ସେତିକି ହିଁ ମୋ ପାଇଁ ବହୁତ ବଡ଼ ଖୁସି। ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ।